ରାଣୀମା ଆସନ୍ତୁ, ମୁଁ ଆପଣଙ୍କର ଖାଇବା ବାଢ଼ି ଦେଇଛି। ଆଚ୍ଛା ଠିକ୍ ଅଛି, ଆଜି ମୋ ମନ ପସନ୍ଦର ଖାଇବା ରାନ୍ଧିଛ ତ? ହଁ ରାଣୀମା, ଆଜିର ସବୁ ଖାଇବା ଆପଣଙ୍କର ମନ ପସନ୍ଦର ହିଁ ହେଇଛି। ବାଃ, ଖାଇବା ସବୁ ବହୁତ ବଢିଆ ହେଇଛି। ଯାଅ ଯାଅ, ମୋ ପାଇଁ ଆଉ ଗୋଟେ ପ୍ଲେଟ୍ ବିରିୟାନୀ ଆଣ। କୁନି, ଏ କୁନି, ଆଉ କେତେ ସମୟ ଶୋଇବୁ? ଦିନ 10ଟା ବାଜିଲାଣି, ଉଠ ଏବେ। ଓହୋ ମା, ଏମିତି ପାଟି କାହିଁକି କରୁଛ? ମତେ ଆଗ ଖାଇବାକୁ ତ ଦିଅ। ଏ କଣ, ମୋ ଖାଇବା ସବୁ କୁଆଡେ ଗଲା? ଆଉ ମୋ ରାଜପ୍ରସାଦ ବି ନାହିଁ। ମୁଁ ଏତେ ଗୁଡେ ଗହଣା ପିନ୍ଧିଥିଲି, ସେ ସବୁ କୁଆଡେ ଗଲା? ତା ମାନେ କଣ ମୁଁ ଏ ଯାଏଁ ସ୍ୱପ୍ନ ଦେଖୁଥିଲି? କଣ ସବୁ ଅଜବ କଥା କହୁଛୁ କହିଲୁ? ଭଲ ଭାବରେ ଦେଖେ, ତୁ ନିଜ ଘରେ ଅଛୁ, କୋଉ ରାଜପ୍ରସାଦରେ ନୁହଁ। ଆରେ ସତରେ ତ, ମୁଁ ତ ଆମ ଘରେ ଅଛି। କାହିଁକି ଯେ ଏତେ ଶୀଘ୍ର ମୋ ନିଦ ଭାଙ୍ଗୁଥିଲା? ମୁଁ କେତେ ସୁନ୍ଦର ରାଜପ୍ରସାଦରେ ଥିଲି। ମତେ ଏ ମାଟି ଘରେ ରହିବାକୁ ଜମା ଭଲ ଲାଗୁନି। ଏମିତି କାହିଁକି କହୁଛୁ ରେ ମା? ଭଗବାନ ଆମକୁ ଯାହା ବି ଦେଇଛନ୍ତି ସେସବୁ ନେଇ ଖୁସିରେ ରହିବା କଥା। ତୁମେ ଖୁସିରେ ରହିପାର, ହେଲେ ମୁଁ ଖୁସିରେ ରହିପାରିବିନି ମା। ଦେଖିବ, ଦିନେ ଦିନେ ମୁଁ ଗୋଟେ ବଡ ରାଜପ୍ରସାଦରେ ରହିବି। ଆଚ୍ଛା ଆଚ୍ଛା, ସେତିକି ସ୍ୱପ୍ନ ଦେଖିଥା। ଏବେ ଆସେ, ମୁଁ ଖାଇବା ରୋଷେଇ କରିଦେଇଛି, କିଛି ଖାଇନେବୁ। ଏ କଣ ମା, ଆଜି ବି ଭାତ ସାଙ୍ଗରେ ଆଳୁ ଭର୍ତ୍ତା? ସବୁଦିନ ଆଳୁ ଭର୍ତ୍ତା ସାଙ୍ଗରେ ଭାତ ଖାଇବାକୁ ଆଉ ଜମା ଭଲ ଲାଗୁନି। ହେଲେ ଆଳୁ ଭର୍ତ୍ତା ତ ତୋର ପ୍ରିୟ ଖାଇବା। ଆଗରୁ ତ ତତେ ଭାତ ସାଙ୍ଗରେ ଆଳୁ ଭର୍ତ୍ତା ଖାଇବାକୁ ଭାରି ଭଲ ଲାଗୁଥିଲା। ତୁ ସବୁବେଳେ ଭାତ ସାଙ୍ଗରେ ଆଳୁ ଭର୍ତ୍ତା ହିଁ ଖାଉଥିଲୁ। ଆଗରୁ ଭଲ ଲାଗୁଥିଲା, ହେଲେ ଏବେ ଭଲ ଲାଗୁନି। ସବୁଦିନ ଗୋଟେ ପ୍ରକାରର ଖାଇବା ଖାଇ ଖାଇ ମୋ ପାଟି ଅରୁଚି ହେଇଗଲାଣି। କାଲି ମୋ ପାଇଁ ଆଉ କିଛି ରାନ୍ଧିବ, ନହେଲେ ମୁଁ ଖାଇବା ଖାଇବିନି। ଆରେ ମା, ତୁ କୁଆଡେ ଯାଉଛୁ? ଆଜି ଦିନଟା ଆଳୁ ଭର୍ତ୍ତା ସାଙ୍ଗରେ ଭାତ ଖାଇ ଦେଇଥା। ନା, ମୁଁ ଏ ଖାଇବା ଖାଇବିନି, ମତେ ଭୋକ ଲାଗୁନି। ଏମିତି ରାଗି କୁନି ସେଠାରୁ ଚାଲିଗଲା। ସେ ସବୁବେଳେ ଧନୀ ହେବାର ସ୍ୱପ୍ନ ଦେଖୁଥିଲା, ଆଉ ଏକ ରାଜପ୍ରସାଦରେ ରହି ରାଣୀ ହେବାକୁ ଚାହୁଁଥିଲା। ଆରେ କୁନି, ତୁ ଆସିଗଲୁ। ଏଇ ଦେଖେ, ଚିକିର ମାମୁଁ ନା, ତାକୁ ତା ଜନ୍ମଦିନରେ ଗୋଟେ ସୁନାହାର ଗିଫ୍ଟ ଦେଇଛନ୍ତି। ତା ସୁନାହାର କେତେ ସୁନ୍ଦର ଦେଖାଯାଉଛି ନା? ହଁ, ହାରଟି ବହୁତ ସୁନ୍ଦର ହେଇଛି। ଜାଣିଛ ସାଙ୍ଗମାନେ, ଏ ବର୍ଷ ମୋ ଜନ୍ମଦିନରେ ନା ଆଈ ମତେ ଗୋଟେ ସୁନାହାର ଉପହାର ଦେବେ। ମୋ ଆଈ ଆଜି ଆମ ଘରକୁ ଆସୁଛନ୍ତି। ସନ୍ଧ୍ୟାରେ ମୁଁ ତମମାନଙ୍କୁ ମୋ ସୁନାହାର ଦେଖେଇବି। ଏମିତି କହି କୁନି ସେଠାରୁ ଚାଲିଗଲା। ସେତେବେଳେ ତାର ଆଈ ଘରକୁ ଆସି ସାରିଥିଲେ। ଆଈ, ଆସିଗଲ? ମୋ ଜନ୍ମଦିନର ଉପହାର ଆଣିଛ? ହଁ ହଁ, ମୁଁ ଆଣି ଦେଇଛି, ଏଇ ନେ। ଏ କଣ ଆଈ, ଏଇଟା ତ ଗୋଟେ ସାଧାରଣ ମାଳି। ମୁଁ କହିଥିଲି ନା ମୋ ପାଇଁ ଗୋଟେ ସୁନାହାର ଆଣିଦେବ। ଏ ବର୍ଷ ତୁ ଏଇ ମାଳିଟା ରଖିଥା ମା। ଆର ବର୍ଷ ମୁଁ ତୋ ପାଇଁ ଗୋଟେ ସୁନ୍ଦର ସୁନାହାର ତିଆରି କରିଦେବି। ନା, ମୁଁ ଏ ମାଳି ନେଇ ପାରିବିନି, ମୋର ସୁନାହାର ଦରକାର। ଏମିତି ରାଗି କୁନି ସେ ହାରକୁ ତଳେ ପକେଇ ଚାଲିଗଲା। ଦିନକୁ ଦିନ ସେ ସମସ୍ତଙ୍କ ସହ ଖରାପ ବ୍ୟବହାର କରୁଥିଲା, ଯୋଉଥିପାଇଁ ମା ଚଢ଼େଇ ସବୁବେଳେ ଚିନ୍ତାରେ ରହୁଥିଲା। ଦିନକୁ ଦିନ ମୋ ଝିଅର ଜିଦ୍ ବଢି ବଢି ଯାଉଛି। ଯେତେ ବୁଝେଇଲେ ବି ସେ ଜମା ବୁଝୁନି। ହେ ଭଗବାନ, ମୋ ଝିଅ କଣ ଆଉ କେବେ ବି ବାସ୍ତବ ଜୀବନକୁ ବୁଝିବନି? ଆରେ ଚଢ଼େଇ, ତୁ ଏମିତି କାନ୍ଦୁଛୁ କାହିଁକି? ଫୁଲ ପରି, ତୁମେ ଏଠି? ମୁଁ ଏ ରାସ୍ତାରେ ଯାଉଥିଲି, ତତେ କାନ୍ଦିବାର ଦେଖି ଅଟକି ଗଲି। କଣ ହେଇଛି ଚଢ଼େଇ ତୋର, ମତେ କହ। ଫୁଲ ପରି, ମୋର ଅନେକ କଷ୍ଟ। ମୋ ଝିଅ ସବୁବେଳେ ଧନୀ ହେବାର ସ୍ୱପ୍ନ ଦେଖୁଛି। ପ୍ରତିଦିନ ଭଲ ଭଲ ଖାଇବା ଆଉ ସୁନା ଗହଣା ପିନ୍ଧିବାକୁ ଚାହୁଁଛି। ମୁଁ ପ୍ରତିଦିନ କାଠ ବିକ୍ରି କରି ଘର ଚଳାଏ। ଏବେ କହିଲେ ପରି ମୁଁ କେମିତି ମୋ ଝିଅର ଇଚ୍ଛା ପୂରା କରିବି? ଓ, ଏଇ କଥା ଚଢ଼େଇ, ତୁ ଆଉ ମନ ଦୁଃଖ କରନି। ତୋ ଝିଅକୁ ଠିକ କରିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ତୁ କିଛି ଦିନ ତ ଝିଅକୁ ଖୋଜିବୁନି, ମୁଁ ତାକୁ ମୋ ସାଙ୍ଗରେ ନେଇ ଯାଉଛି। ଠିକ ସମୟ ଆସିଲେ ମୁଁ ତ ଝିଅକୁ ତୋ ପାଖକୁ ନେଇ ଆସିବି। କଣ ହେଲା ଛୋଟ ଝିଅ, ତୁ ଏମିତି ମନ ଦୁଃଖରେ ଏଠି କାହିଁକି ବସିଛୁ? ଫୁଲ ପରି, ମୋ ସାଙ୍ଗମାନଙ୍କୁ ମୁଁ କହିଦେଇଥିଲି ମୋ ଜନ୍ମଦିନରେ ମୋ ଆଈ ମତେ ଗୋଟେ ସୁନାହାର ଉପହାର ଦେବେ। ହେଲେ ମୋ ଆଈ ମତେ ଗୋଟେ ସାଧାରଣ ମାଳି ଦେଲେ। ପରି, ମୁଁ
ଯଦି ସେ ସାଧାରଣ ମାଳି ପିନ୍ଧିକି ମୋ ସାଙ୍ଗମାନଙ୍କ ପାଖକୁ ଯିବି ସେମାନେ ମୋ ଉପରେ ଅନେକ ହସିବେ। ଓ ଏଇ କଥା। ଆଚ୍ଛା ହଉ, ତୁ ମୋ ସାଙ୍ଗରେ ଆସେ, ମୁଁ ତ ଇଚ୍ଛା ପୁରା କରିଦେବି। କିନ୍ତୁ କୋଉଠିକି ପରି? ମୁଁ ତତେ ଗୋଟେ ସୁନା ସହରକୁ ନେଇଯିବି। ସେଠାରେ ଗୋଟେ ସୁନା ଘର ଅଛି, ଆଉ ତୁ ସେ ଘରେ ରାଣୀ ହିଁ ରହିବୁ। ତତେ ଯେତିକି ବି ସୁନା ଗହଣା ଦରକାର ତୁ ସେସବୁ ସେଠି ପାଇପାରିବୁ। ତୁମେ ସତ କହୁଛ ପରି? ମୁଁ ସେଠି ରାଣୀ ହେଇ ରହିବି? ଏମିତିରେ ବି ଏଠି ଗରିବ ହେଇ ରହିବାକୁ ମତେ ଜମା ଭଲ ଲାଗୁନି। ଆଉ ଡେରି କରନି ପରି, ମତେ ସେ ସୁନା ଘରକୁ ନେଇଯାଅ। ମୁଁ ସେଠି ରାଣୀ ହେଇ ରହିବାକୁ ଚାହୁଁଛି। ଆଚ୍ଛା ତେବେ ଆସ ମୋ ସାଙ୍ଗରେ। ତାପରେ କୁନି ଚଢ଼େଇ ପରି ସାଙ୍ଗରେ ସୁନାର ରାଜପ୍ରସାଦକୁ ଗଲା। ସେ ରାଜ୍ୟରେ ସବୁ କିଛି ସୁନାର ଥିଲା। ପରି ଚଢ଼େଇ ଛୁଆକୁ ସେଠାକାର ରାଣୀ କରିଦେଲା। ଏତେ ସାରା ସୁନା ଗହଣା ଦେଖି ତ ଚଢ଼େଇ ଛୁଆ ଅନେକ ଖୁସି ହେଇଗଲା। ଆଜିଠୁ ତୁ ଏ ସୁନା ରାଜ୍ୟର ରାଣୀ। ତତେ ଆଉ କିଛି କାମ କରିବାକୁ ପଡିବନି, ସବୁ କାମ ତ ଦାସୀମାନେ କରିଦେବେ। ତୁ ଏବେ ଭଲରେ ରହ, ମୁଁ ଯାଉଛି। ଏମିତି କହି ପରି ସେଠାରୁ ଚାଲିଗଲା। ସୁନା ରାଜ୍ୟର ରାଣୀ ହେଇ ଚଢ଼େଇ ଛୁଆ ଅନେକ ଖୁସି ଥିଲା। ସେ ସୁନାର ରାଜପ୍ରସାଦରେ ମନ ଖୁସିରେ ବୁଲିଲା। ତାକୁ ଭୋକ ଲାଗିବାରୁ ସେ ତାର ଦାସୀମାନଙ୍କୁ ଖାଇବା ଆଣିବାକୁ କହିଲା। ଦାସୀମାନେ ଚଢ଼େଇ ଛୁଆକୁ ଖାଇବା ଆଣିଦେଲେ। ଖାଇବା ଦେଖି ତ ଚଢ଼େଇ ଛୁଆ ଆଶ୍ଚର୍ଯ୍ୟ ହେଇଗଲା, କାହିଁକି ନା ସେ ସବୁ ଖାଇବା ଥିଲା ସୁନାର। ସୁନାର ଭାତ, ସୁନାର ତରକାରୀ, ଏମିତି ସବୁ ଜିନିଷ ସୁନାର ହିଁ ଥିଲା। କଣ ହେଲା ରାଣୀମା, ଏମିତି କଣ ଦେଖୁଛନ୍ତି? ଖାଇବା ଖାଆନ୍ତୁ। ଖାଇବା କଣ ଆପଣଙ୍କର ପସନ୍ଦ ହେଲାନି? ମୁଁ ସାଧାରଣ ଭାତ ତରକାରୀ ଖାଏ, ଏ ସୁନାର ଖାଇବା ମୁଁ କେମିତି ଖାଇବି? ଯାଅ ମୋ ପାଇଁ ସାଧାରଣ ଭାତ ତରକାରୀ ନେଇ ଆସ। କିନ୍ତୁ ରାଣୀମା, ଏଠି ସୁନା ଛଡା ଆଉ କିଛି ବି ଖାଇବା ନାହିଁ। ଆପଣ ହିଁ ସୁନା ହିଁ ଖାଆନ୍ତୁ, ଯଦି ନ ଖାଇବେ ଉପାସରେ ରୁହନ୍ତୁ। ଚଢ଼େଇ ଛୁଆ କିଛି ବି ଖାଇ ନ ପାରି ଉପାସରେ ରହିଲା। ଏମିତି 2 ଦିନ ବିତିଗଲା। ସେ କିଛି ବି ଖାଇବାକୁ ପାଇଲାନି। ଚାରିଆଡେ ଅସଂଖ୍ୟ ଧନ ସମ୍ପତ୍ତି ଥିଲେ ବି ତା ମନ ଖୁସି ନଥିଲା। ମୋର ମା କଥା ବହୁତ ମନେ ପଡୁଛି। ମାର ହାତ ରନ୍ଧା ଭାତ ଆଉ ଆଳୁ ଭର୍ତ୍ତା ଖାଇବାକୁ ଚାହୁଁଛି। ମତେ ଏଠି ରହିବାକୁ ଆଉ ଭଲ ଲାଗୁନି। ମୁଁ ମୋ ମା ପାଖକୁ ଯିବି। ଆରେ ଚଢ଼େଇ ଛୁଆ, ମୁଁ ତ ତାର ସ୍ୱପ୍ନ ପୁରା କରିଦେଲି। ତାହେଲେ ତୁ ଏମିତି ମନ ଦୁଃଖରେ କାହିଁକି କାନ୍ଦୁଛୁ? ଫୁଲ ପରି, ମୁଁ ଏଠି ରହିବିନି। ମୁଁ ମୋ ମା ପାଖକୁ ଯିବି। ମତେ ବହୁତ ଭୋକ ଲାଗୁଛି। ଏଠି ଖାଇବାକୁ କିଛି ନାହିଁ। ସୁନା ଭାତ ତରକାରୀ ମୁଁ କେମିତି ଖାଇବି କୁହ? ମୁଁ ଏବେ ବୁଝିଗଲି ପରି, ସୁନା ଘରେ ସେସବୁ ନାହିଁ। ଯାହା ମୋ ମାଟି ଘରେ ଅଛି। ମୁଁ ସେଠି ଅନେକ ଖୁସିରେ ଥିଲି। ପରି, ଦୟାକରି ମତେ ମୋ ମା ପାଖକୁ ନେଇଯାଅ। ଆଚ୍ଛା ଆଚ୍ଛା ଠିକ ଅଛି, ତୁ ତ ଭୁଲ ବୁଝି ପାରିଲି ଜାଣି ମୁଁ ଅନେକ ଖୁସି। ଆସ ମୋ ସାଙ୍ଗରେ, ମୁଁ ତତେ ତ ମା ପାଖରେ ପହଞ୍ଚେଇ ଦେବି। ମା କୁନି, ତୋର ଏ କି ଅବସ୍ଥା ହେଇଛି? ତୁ କେତେ ରୋଗୀଣା ଦେଖା ଯାଉଛୁ। ତୁ ଠିକ ଅଛୁ ତ ମା? ମା, ମୋର ଭୁଲ ହେଇଗଲା। ମତେ କ୍ଷମା କରିଦିଅ। ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ କେବେ ଅହଙ୍କାର କରିବିନି। ତୁମକୁ ସବୁ କାମରେ ସାହାଯ୍ୟ କରିବି। ମତେ ଭାରି ଭୋକ ଲାଗୁଛି ମା। ଭାତ ସାଙ୍ଗରେ ମତେ ଆଳୁ ଭର୍ତ୍ତା ଦିଅ। ମା, ଭିତରକୁ ଆ, ମୁଁ ଆଜି ତତେ ନିଜ ହାତରେ ଖୁଆଇଦେବି। ତାପରେ ପରି ସେଠାରୁ ଚାଲିଗଲା। ମା ଚଢ଼େଇ ନିଜ ହାତରେ ତା ଝିଅକୁ ଖୁଆଇଦେଲା। ସେଦିନ ପରଠାରୁ ଚଢ଼େଇ ଛୁଆ ପୁରାପୁରି ବଦଳିଗଲା। ସେ ଆଉ କେବେ ବି ଗର୍ବ ଅହଙ୍କାର କଲା ନାହିଁ। ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲା।